नमस्कार। आज आमे बुझिबा भारत चीन आउ अमेरिका भितरे चलीथिबा एही जटिल खेलकु। ଏହି କଥାଟି ଆଜିର ପରିସ୍ଥିତି କେତେ ଗମ୍ଭୀର ତାହା ସ୍ପଷ୍ଟ କରୁଛି। ଏଇଟା ଖାଲି କୂଟନୀତି ନୁହେଁ, ଏହା ଏକ ରଣନୈତିକ ଖେଳ ଯେଉଁଥିରେ ତିନି ଜଣ ମୁଖ୍ୟ ଖେଳାଳି ଅଛନ୍ତି। ଗୋଟିଏ ପଟେ ଅଛି ପ୍ରତିଷ୍ଠିତ ଶକ୍ତି ଆମେରିକା, ଆରପଟେ ଉଦ୍ୟମାନ ଚୀନ ଆଉ ମଝିରେ ଭାରତ ଯିଏ ସନ୍ତୁଳନ ରଖୁଛି। ଆଚ୍ଛା, ଅର୍ଥନୀତି କ୍ଷେତ୍ରରେ ଚୀନ ଏତେ ଆଗକୁ ଗଲା କେମିତି? କଥାଟା 1950 ଦଶକରୁ ଆରମ୍ଭ। ସ୍ରୋତ କହୁଛି ଭାରତ ଆଦର୍ଶକୁ ଗୁରୁତ୍ୱ ଦେଲାବେଳେ ଚୀନ କେବଳ କାମ କରିବା ଉପରେ ହିଁ ଧ୍ୟାନ ଦେଲା। ଆଉ ଏହି ବାସ୍ତବବାଦୀ ନୀତିର ପ୍ରଭାବ ସବୁଠି ଦେଖାଗଲା, ଭାଷା, ଶିକ୍ଷା ଆଉ କାର୍ଯ୍ୟକ୍ଷେତ୍ରରେ ମଧ୍ୟ। ଏହାର ଗୋଟେ ବଡ଼ ଉଦାହରଣ ହେଉଛି ମେଡିକାଲ ଟେକ୍ନୋଲୋଜି। ଭାରତ ଏବେ ବି MRI ମେସିନ୍ ବାହାରୁ ଆଣୁଛି। ଆଉ ସ୍ରୋତ ଅନୁସାରେ ଏହି ଜରୁରୀ ମେସିନ୍ ଉପରେ ଅଧିକ ଟିକ୍ସ ଲାଗୁଥିବାରୁ ସ୍ୱାସ୍ଥ୍ୟସେବା ମହଙ୍ଗା ହେଉଛି। ଏହି କଥାଟି ଭାରତର ଅର୍ଥନୈତିକ ନିର୍ଭରଶୀଳତାକୁ ସ୍ପଷ୍ଟ ଦେଖାଉଛି। ଏଥିପାଇଁ ପ୍ରକୃତ ଶତ୍ରୁତା ଏତିକି କଷ୍ଟକର। ଆଚ୍ଛା, ଏବେ ଆସିବା ସାମରିକ ଖେଳକୁ। ଏଠି ଏକ ମୁଖ୍ୟ ରଣନୀତି ହେଉଛି ପ୍ରକ୍ସି କଣ୍ଟ୍ରୋଲ। ଏହାର ଅର୍ଥ ମହାଶକ୍ତିମାନେ ସିଧା ନ ଲଢ଼ି ଅନ୍ୟ ଦେଶକୁ ମହରା ଭାବେ ବ୍ୟବହାର କରନ୍ତି। ଦେଖନ୍ତୁ, ଏହି ଜଟିଳ ସମ୍ପର୍କକୁ ଆମେରିକା କେମିତି ନିଜ ସହଯୋଗୀଙ୍କୁ ବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚେକ୍ରେ ରଖୁଛି। ତେଣୁ ଏହି ଖେଳରେ ଭାରତର ସ୍ଥିତି ବହୁତ ସମ୍ବେଦନଶୀଳ। ଆମେରିକା ପାଇଁ ସେ ଏକା ସାଙ୍ଗରେ ସହଯୋଗୀ ଆଉ ମୋହରା। ଏବେ ଆସନ୍ତୁ ଦେଖିବା ସବୁଠୁ ବଡ଼ ସମ୍ଭାବ୍ୟ ସଂଘର୍ଷକୁ, ତାଇୱାନ। ସ୍ରୋତ କହୁଛି ଏହା ଘଟିବା ନିଶ୍ଚିତ। କିନ୍ତୁ ପ୍ରଶ୍ନ ହେଉଛି କେବେ? ଚୀନ କେଉଁ ସଠିକ୍ ସମୟକୁ ଅପେକ୍ଷା କରିଛି? ଶ୍ରୁତ ଅନୁସାରେ ଉତ୍ତର ହେଉଛି ବିଶ୍ୱସ୍ତରୀୟ ବିଭ୍ରାଟ, ଯେତେବେଳେ ସାରା ଦୁନିଆର ଧ୍ୟାନ ଅନ୍ୟ କେଉଁଠି ଥିବ। ଆଉ ରଣନୀତି ବହୁତ ସ୍ପଷ୍ଟ। ବାରମ୍ବାର ସମରାଭ୍ୟାସ କର, ସୁଯୋଗକୁ ଅପେକ୍ଷା କର ଆଉ ଠିକ୍ ସମୟରେ ଆକ୍ରମଣ କର। ଏସବୁ ଭିତରେ ଭାରତର ସ୍ଥିତି କ'ଣ? ଏହା ହିଁ ହେଉଛି ଭାରତର ସବୁଠୁ ବଡ଼ ରଣନୈତିକ ଦ୍ୱନ୍ଦ୍ୱ। ଭାରତକୁ ଚୀନ ସହ ବ୍ୟବସାୟ, ଆମେରିକା ସହ ସହଯୋଗ ଆଉ ରୁଷ ସହ ପୁରୁଣା ସମ୍ପର୍କ ସବୁକିଛି ସମ୍ଭାଳିବାକୁ ପଡ଼ୁଛି। ଆଉ ସ୍ରୋତ ଅନୁସାରେ ଶକ୍ତିଶାଳୀ ଶିଳ୍ପ ବିନା ଚୀନକୁ ସିଧାସଳଖ ଚ୍ୟାଲେଞ୍ଜ କରିବା ଭାରତ ପାଇଁ କଷ୍ଟକର। ତେବେ ଶେଷରେ ପ୍ରଶ୍ନ ଉଠୁଛି, ଏହି ଜଟିଳ ପରିସ୍ଥିତିରେ ଭାରତର ପରବର୍ତ୍ତୀ ଏବଂ ବିଜୟୀ ଚାଲ କ'ଣ ହେବ?